ବିଂଶ 24 ମଧ୍ୟଭାଗରେ କଷଣ ପଡ଼ିବ ସାରା ଦେଶର ଯାଇ ଫୁଲ ଥୋକାଏ ଏଠି ମରିବେ। ବିଂଶ 24 ମଧ୍ୟଭାଗରେ ଘୋଷଯାତ୍ରା ସମୟ ମଧ୍ୟରେ 13 ଦିନିଆ ପକ୍ଷଟିଏ ପଡୁଅଛି ରେ। ସେହି 13 ଦିନିଆ ପକ୍ଷରେ କେତେ ଗୁଡ଼ିଏ ପ୍ରାଣୀ ମାନେ ହାନି ହେବେ ରେ। ଦର୍ଶକ ବନ୍ଧୁ, ଏଥର ରଥଯାତ୍ରାରେ ଗୋଟେ ଭୟଙ୍କର 13 ଦିନିଆ ପକ୍ଷ ପଡିବାକୁ ଯାଉଛି। ଏହି 13 ଦିନିଆ ପକ୍ଷରେ କେତେ ଗୁଡ଼ିଏ ଅଶୁଭ ସଂକେତ ମାନ ମାଳିକାରେ ମହାପୁରୁଷ ମାନେ ଲେଖିଦେଇ ଯାଇଛନ୍ତି। ଆପଣ ଯଦି ଅଚ୍ୟୁତାନନ୍ଦ ମହାପୁରୁଷଙ୍କର 86 ପଟଳକୁ ପଢନ୍ତି ତାହେଲେ ଆପଣ 14 ନମ୍ବର ପେଜରେ ଏସବୁ ସଂକେତ ମାନଙ୍କୁ ସ୍ପଷ୍ଟ ଭାବରେ ଦେଖିପାରିବେ। ଅଚ୍ୟୁତାନନ୍ଦ ମହାପୁରୁଷ ଏହି 13 ଦିନିଆ ପକ୍ଷରେ କଣ କଣ ସବୁ ଘଟିବ ଟିକିନିକି କରିକି ତାଙ୍କ ମାଳିକାରେ ଲେଖିଦେଇ ଯାଇଛନ୍ତି। ମହାପୁରୁଷ କହିଲେ, ସେଦିନ କୃଷ୍ଣ ଅବତାର ତେଜିଲେ ନବକଳେବର, ମାଘ ଅମାବାସ୍ୟା ଦିନରେ କୃଷ୍ଣ ବୈକୁଣ୍ଠ ପଳେଇଲେ, ମାଘ ନକ୍ଷତ୍ର ସପ୍ତ ଋଷି ସେଦିନ ଉଦୟ ବିଶେଷୀ। ମହାପୁରୁଷ କହିଲେ ସେଇ ଘୋଷଯାତ୍ରା ସମୟରେ ଏକ ଭୟଙ୍କର ପ୍ରଳୟ ହେବାକୁ ଯାଉଛି। ସପ୍ତ ଋଷି ମାନେ 7ଟା ଗ୍ରହ ଏକାଠି ହୋଇ ପୃଥିବୀ ଉପରକୁ ଭୟଙ୍କର ଅଗ୍ନିବର୍ଷା କରିବାକୁ ଯାଉଛନ୍ତି। ଆଉ ଗୋଟେ ବିପଦ ରହିଲା କଣ ନା 13 ଟୋପିଆ ମିଳିଯିବେ ସେଦିନ ଗୋଷ୍ଠୀ ଆରମ୍ଭିବେ, ପ୍ରଭୁଙ୍କୁ ନେବେ ସେ ମନାଇ ଏକଥା ଶୁଣ କାନ ଦେଇ। ମହାପୁରୁଷ କହିଲେ 13 ଟୋପିଆ ମିଳିଯିବେ। 13 ଟୋପିଆ ମାନେ 13 ଜଣ ଆତଙ୍କବାଦୀ ସେଦିନ ରଥଯାତ୍ରାରେ ଆଟାକ କରିବାକୁ ଯାଉଛନ୍ତି। ସେଠାରେ ଗୋଷ୍ଠୀ ଆରମ୍ଭିବେ। ନିଶ୍ଚିନ୍ତ ଆଜ୍ଞା, ନିଶ୍ଚିନ୍ତ ଏବେଠାରୁ ସେମାନେ ତାଙ୍କର ଗୋଷ୍ଠୀ ଧରି ସବୁ ପ୍ଲାନିଂ କରିସାରିଲେଣି। ସେଦିନ ରଥଯାତ୍ରାରେ ପୁରା ବୋମା ବର୍ଷା ହବ ଆଜ୍ଞା, ବୋମା ବର୍ଷା। ତାପରେ ଲେଖିଲେ ପ୍ରଭୁଙ୍କୁ ନେବେ ସେ ମନାଇ ଏକଥା ଶୁଣ କାନ ଦେଇ। ଆପଣ ମାନେ ଜାଣିଥିବେ ମହାପ୍ରଭୁ ଅଛନ୍ତି ମାନେ ଓଡିଶାର ଟିକେ ବି କ୍ଷତିବାକୁ ଦେବେନି, କିନ୍ତୁ ସେଇ ମହାପ୍ରଭୁଙ୍କୁ 13 ଟୋପିଆ ମାନେ ତାଙ୍କ ବସରେ ରଖି ସାରିଲେଣି। ଏମିତି ବସ କରୁଛନ୍ତି ଯେ ମହାପ୍ରଭୁ ତାଙ୍କର ହାତ ମଧ୍ୟ ହଲେଇ ପାରିବେନି। ଏଇ ସବୁ ପାଇଁ ସେମାନେ ଆଜି ନୁହେଁ ଆଜ୍ଞା, ସେମାନେ ବର୍ଷ ବର୍ଷ ଧରିକି ପ୍ଲାନିଂ କରି ଚାଲିଛନ୍ତି। ତାପରେ କହିଲେ 7ଟି ରବି ତେଜ ଦେବ ସେଦିନ ପୁରୀ ତ ଜଳିବ। ନିଶ୍ଚିନ୍ତ ଆଜ୍ଞା, ନିଶ୍ଚିନ୍ତ 7ଟା ସୂର୍ଯ୍ୟ ମିଶିକି ସେଦିନ ପୁରୀକି ଉତ୍ତାପ କରିବାକୁ ଲାଗିବେ। ଆପଣ ମାନେ ଦେଖନ୍ତୁ, ଆକାଶରେ ଗୋଟେ ସୂର୍ଯ୍ୟକୁ ଆମେ ସହ୍ୟ କରିପାରୁ ନାହିଁ, ଆମ ଦେହ ମୁଣ୍ଡ ଜଳି ପୋଡ଼ି ଯାଉଛି। ଆପଣ ଭାବିଲେ ଯେତେବେଳେ 7ଟା ସୂର୍ଯ୍ୟ ଏକାଠି ହୋଇ ଉତ୍ତାପ୍ତ କରିବେ ତେବେ କୋଉ ପରିସ୍ଥିତି ସୃଷ୍ଟି ହେବ। ନିଶ୍ଚିନ୍ତ ଓଡିଶାଟା ପୁରା ଜଳି ପୋଡ଼ି ଛାରଖା ରହିବା ଛଡା ଆଉ କିଛି ବାଟ ନଥିବ। ଏଇ ସବୁ କାରଣ ପାଇଁ କେବଳ ଆଜିକାଲିର ମଣିଷ ସମାଜ ହିଁ ନାହିଁ। ମହାପୁରୁଷ କହିଲେ କରିବେ କପଟ ବ୍ୟବହାର, ଧର୍ମ ଆଚାର ଲୋକାଚାର, ଛନ୍ଦ କପଟ ମାୟା ସର୍ବେ, ମିଥ୍ୟା ପାଷଣ୍ଡ ଭାବେ ଗର୍ବେ। କାରଣ ହେଲା ଆଜିକାଲିକ ମଣିଷ ସମାଜ ପୁରା କପଟିଆ ହେଇଗଲାଣି। ଧର୍ମାଚାର ଲୋକାଚାର ମାନେ ଆଉ ଧର୍ମର ବିଚାର ରଖୁନାହିଁ, ଯିଏ ଯାହା ପାଉଛି ସେଇ କାର୍ଯ୍ୟ କରୁଛି। ମଣିଷ ମାନେ ଆଉ ଧର୍ମ ଅଧର୍ମ ବିଚାର କରୁନାହାନ୍ତି, କୋଉଟା କଲେ ଭଲ କୋଉଟା କଲେ ଖରାପ। ଲୋକମାନେ ଯାହା ମନକୁ ଆସୁଛି ସେଇଆ କରୁଛନ୍ତି, ସେ ଭଲ କାର୍ଯ୍ୟ ହଉ କି ଖରାପ କାର୍ଯ୍ୟ ହଉ। ଆପଣ ମାନେ ନ୍ୟୁଜ ଚ୍ୟାନେଲରେ ଶୁଣିଥିବେ କେତେ ପ୍ରକାର ଅବିଚାର ଘଟଣା ସବୁ ଆମ କାନ ଶୁଣିବାକୁ ପାଉଛି। କେତେବେଳେ କିଏ କାହାକୁ ରେପ୍ କରିଦଉଛି ତ କେତେବେଳେ କିଏ କାହାର ଧନ ହରଣ କରିନେଉଛି। ଧୀରେ ଧୀରେ ଏଇ ପ୍ରକୃତି ପୁରା ବିଗିଡ଼ିବାରେ ଲାଗିଛି, ନିଜର ରୂପକୁ ପରିବର୍ତ୍ତନ କରିବାରେ ଲାଗିଛି। ଆପଣ ମାନେ ଦେଖନ୍ତୁ, ରାସ୍ତା କଡ଼ରୁ ସବୁ ବଡ ବଡ ଗଛ ଉଠାଇ ଦିଆଯାଇ ଶୋ ଗଛ ସବୁ ଲଗାଉଛି, ଯେମିତିକି ରାସ୍ତାଘାଟ ସୁନ୍ଦର ଦେଖାଯିବ। କିନ୍ତୁ ରାସ୍ତାଘାଟ ସୁନ୍ଦର ଦେଖାଗଲେ କଣ ହବ ଆଜ୍ଞା? ପ୍ରକୃତି ତ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି, ଅମ୍ଳଜାନ ତ ଦିନକୁ ଦିନ ସରିବାରେ ଲାଗିଛି। ଆମେ ଆମର ଶରୀରକୁ ସୁସ୍ଥ ରଖିବା କଥା ନ ଭାବି ଆଖିକି କେମିତି ସୁନ୍ଦର ଦେଖାଯିବ ସେଇ କଥା ଭାବୁଛେ। ଆମେ ଯଦି ପ୍ରକୃତି ଉପରେ ଏମିତି ହୀନ ଦୃଷ୍ଟି କରିବା ନିଶ୍ଚିନ୍ତ ପ୍ରକୃତି ଆମକୁ ଓଲଟା ପ୍ରହାର କରିବାକୁ ଲାଗିବ। ଆଉ ଅଳ୍ପ ଦିନ ମଧ୍ୟରେ ସବୁ ଝରଣା ପୋଖରୀ ସମୁଦ୍ର ଆରକ ଶୁଖି ଯିବାର ସମ୍ଭାବନା ଦେଖାଗଲାଣି। ଆପଣ ଦେଖୁନାହାନ୍ତି ବୈଜ୍ଞାନିକ ମାନେ ପରୀକ୍ଷା ନିରୀକ୍ଷା କରିବା ପାଇଁ ସମୁଦ୍ର ଗର୍ଭକୁ କେତେ ଗୁଡ଼ିଏ ଅସ୍ତ୍ରଶସ୍ତ୍ର ସବୁ ପ୍ରୟୋଗ କରୁଛନ୍ତି। ସେଇ ଅସ୍ତ୍ରଶସ୍ତ୍ର ଗୁଡ଼ିକ ନିଶ୍ଚିନ୍ତ ସମୁଦ୍ର ପାଣିକୁ ଦୂଷିତ କରିବାରେ ଲାଗୁଛି। ଏମିତି ହେବା ଦ୍ୱାରା ଆମମାନଙ୍କୁ ବିଭିନ୍ନ ପ୍ରକାର ରୋଗ ଆଟାକ୍ କରୁଛି। ମୁଖେ ମୁଖେ କାକୁସ୍ତରତି ଏମନ୍ତ ହୋଇବ ପ୍ରକୃତି। ନିଶ୍ଚିନ୍ତ ଆଜ୍ଞା, ଆମ ମାନଙ୍କର କୁକର୍ମ ଫଳ ଆମେ ନିଶ୍ଚିନ୍ତ ଅଳ୍ପ ସମୟ ମଧ୍ୟରେ ଭୋଗିବାକୁ ଯାଉଛେ। କିନ୍ତୁ ଆପଣ ମାନେ ମନେ ରଖନ୍ତୁ, ଯେତେବେଳେ ମନୁଷ୍ୟ ସମାଜ ଏସବୁ କଥା ଭାବିବ ସେତେବେଳକୁ ନେଡ଼ିଗୁଡ଼ କହୁଣିକି ବୋଇଯାଇଥିବ। ସେତେବେଳକୁ କୋଉ ବୈଜ୍ଞାନିକ ମାନେ ଆପଣଙ୍କୁ ବଞ୍ଚେଇ ପାରିବେନି କି କୋଉ ଭଗବାନ ଆପଣଙ୍କୁ ବଞ୍ଚେଇ ପାରିବେନି। ଆପଣ ମାନେ ଛଟପଟ ହୋଇ ମରିବା ଛଡା ଆଉ କିଛି ବାଟ ହିଁ ନଥିବ। ଜୟ ଅଚ୍ୟୁତାନନ୍ଦ, ଜୟ ପଞ୍ଚସଖା। ଦର୍ଶକ ବନ୍ଧୁ, ଆଜିକାର ମାଳିକା ଅଧ୍ୟାୟକୁ ଆମେ ଏଇଠି ସମାପ୍ତ କରୁଛୁ।